ଗୋଟିଏ ଗାଁରେ ଚିକୁ ଓ ରିଙ୍କୁ ନାମକ ଦୁଇ ଜଣ ସାଙ୍ଗ ରହୁଥିଲେ। ଚିକୁ ଓ ରିଙ୍କୁ ଦୁଇ ଜଣ ଯାକ ଭଲ ସାଙ୍ଗ ହୋଇଥିବାରୁ ସେମାନେ ଯୁଆଡ଼େ ଯାଆନ୍ତି ସାଥୀ ହୋଇ ବୁଲୁଥାନ୍ତି। ଆଉ ସବୁଦିନ ସନ୍ଧ୍ୟାରେ ଗାଁ ମୁଣ୍ଡରେ ଥିବା ପୋଖରୀ ପାଖରେ ବସିକରି ଗପସପ ହୁଅନ୍ତି। ଦିନକର କଥା, ଚିକୁ ଓ ରିଙ୍କୁ ଦୁଇ ଜଣ ଯାକ ସେ ପୋଖରୀ ପାଖକୁ ବସିବାକୁ ଯାଇଥାନ୍ତି। ଚିକୁର କିଛି କାମ ଥିବାରୁ ଚିକୁ ଟିକେ ଜଲ୍ଦି ଘରକୁ ଚାଲି ଆସେ। କିନ୍ତୁ ରିଙ୍କୁର ଟିକେ ମନ ଦୁଃଖ ଥିବାରୁ ରିଙ୍କୁ ସେ ପୋଖରୀ କୂଳରେ ବସି ରହିଥାଏ। ରିଙ୍କୁ ସେ ପୋଖରୀ କୂଳରେ ବସୁ ବସୁ କେତେବେଳେ ଯେ ରାତି ଅଧ ହୋଇଗଲା ସେ ଜାଣି ବି ପାରିଲା ନାହିଁ। ରିଙ୍କୁ ସେ ପୋଖରୀ କୂଳରେ ସେମିତି ବସିଥାଏ। ହଠାତ୍ ଗୋଟିଏ ଝିଅ ତା ପାଖରେ ଆସି ଛିଡ଼ା ହେଲା ଆଉ କହିଲା, ଆରେ ତମେ କିଏ? ତମେ ଏ ପୋଖରୀ କୂଳରେ କାହିଁକି ବସିଛ? ରିଙ୍କୁ ଆଶ୍ଚର୍ଯ୍ୟ ହୋଇ ସେ ଝିଅକୁ ଚାହିଁଲା ଆଉ କହିଲା, ମୁଁ ରିଙ୍କୁ, ଏଇଟା ତ ମୋ ଗାଁ, କିନ୍ତୁ ତମେ କିଏ? ତମକୁ ତ ମୁଁ ଚିହ୍ନି ପାରୁନାହିଁ। ତମେ ତ ଆମ ଗାଁର ନୁହଁ। ନା, ମୁଁ ଏ ଗାଁର ନୁହଁ। ମୁଁ ଏ ପାଖ ଗାଁରେ ଜଣକ ଘରକୁ ଆସିଛି। ତ ଆଜି ମୋତେ ଟିକେ ବୁଲିବା ପାଇଁ ଇଚ୍ଛା ହେଲା, ସେଥିପାଇଁ ମୁଁ ଟିକେ ବୁଲିବାକୁ ଆସିଥିଲି। ରିଙ୍କୁ ଓ ସେ ଝିଅ ଏମିତି କଥାବାର୍ତ୍ତା ହଉ ହଉ କେତେବେଳେ ଯେ ରିଙ୍କୁ ତା ପ୍ରେମରେ ପଡ଼ିଗଲା ସେ ନିଜେ ବି ଜାଣିପାରିଲା ନାହିଁ। ତାପରେ ରିଙ୍କୁ ଘରକୁ ଚାଲି ଆସିଲା। ସେ ଝିଅଟି ନିଜର ରୂପ ବଦଳି ଗୋଟିଏ ପିଶାଚିନୀ ହୋଇଗଲା ଆଉ କହିଲା, ଯାହା ହଉ ଏ ଗାଁରୁ ଏତେ ଦିନ ପରେ ମୋତେ ଗୋଟିଏ ଶିକାର ମିଳିଛି। ଏ ଗାଁର ଲୋକମାନେ ମୋ ସହିତ ଯାହା କରିଛନ୍ତି ମୁଁ ଏ ଗାଁର ଲୋକମାନଙ୍କୁ କେବେ ବି ଛାଡ଼ିବି ନାହିଁ। ସମସ୍ତଙ୍କୁ ରକ୍ତ ଶୋଷି ମାରିଦେବି। ତାପରେ ସେ ପିଶାଚିନୀଟି ସବୁଦିନ ସେ ପୋଖରୀ କୂଳକୁ ଆସି ରିଙ୍କୁ ସାଥିରେ ଦେଖା କରେ ଓ ରିଙ୍କୁ ସହିତ କଥାବାର୍ତ୍ତା ହୁଏ। କିନ୍ତୁ ରିଙ୍କୁର ଅଜାଣତରେ ସେ ରିଙ୍କୁଠାରୁ ସବୁଦିନ ରକ୍ତ ଶୋଷି ନିଏ। କିଛି ଦିନ ଗଲା ପରେ ରିଙ୍କୁର ସ୍ୱାସ୍ଥ୍ୟ ଅବସ୍ଥା ବହୁତ ବିଗିଡ଼ିବାକୁ ଲାଗିଲା ଓ ତାଙ୍କର ଘର ଲୋକ ସନ୍ଦେହ କଲେ କି ରିଙ୍କୁର କ'ଣ ହୋଇଛି ଯେ ରିଙ୍କୁ ଏତେ ଝଡ଼ି ଝଡ଼ି ଯାଉଛି। ତାପରେ ତାଙ୍କ ଘର ଲୋକ ସମସ୍ତେ ଗୋଟିଏ ତାନ୍ତ୍ରିକ ପାଖକୁ ଗଲେ ଆଉ ତାନ୍ତ୍ରିକକୁ କହିଲେ, ଆଜ୍ଞା ଦେଖନ୍ତୁ, ଆମ ପୁଅ କାହିଁକି ଝଡ଼ି ଯାଉଛି ଆମେ କିଛି ବୁଝିପାରୁନାହୁଁ। ଆପଣ ଆମକୁ ଏହାର ସମାଧାନ ଟିକେ କୁହନ୍ତୁ। କ'ଣ କଲେ ଆମ ପୁଅ ପୂର୍ବ ପରିକା ହୋଇପାରିବ? ତାନ୍ତ୍ରିକ ରିଙ୍କୁକୁ ଦେଖୁ ଦେଖୁ ବୁଝିପାରିଲେ କି ସେ ଗୋଟିଏ କୁଆଁରୀ ପିଶାଚିନୀ ହାବୁଡ଼ରେ ପଡ଼ିଯାଇଛି। ଆଉ ତାନ୍ତ୍ରିକ ଜଣକ ରିଙ୍କୁକୁ ସବୁ କଥା ପଚାରିଲେ ଓ ରିଙ୍କୁ ସବୁ ସତ କଥା କହିଲା କି ସେ ଗୋଟିଏ ଝିଅକୁ ଭଲ ପାଏ ଓ ତା ସାଥିରେ ସବୁଦିନ ରାତିରେ ଦେଖା କରିବାକୁ ଯାଏ। ଏହାପରେ ତାନ୍ତ୍ରିକ ଜଣକ କହିଲେ, ତୁ ଯାହାକୁ ଦେଖା କରିବାକୁ ଯାଉଛୁ ସେ ଗୋଟିଏ ପିଶାଚିନୀ। ସେ କୌଣସି ଝିଅ ନୁହେଁ। ଯଦି ପାରୁଛୁ ତାକୁ ପରୀକ୍ଷା କରିବା ପାଇଁ ତାର ଚୁଟିରେ ଗୋଟିଏ କାଠିଟେ ବାନ୍ଧିଦେ। ତାପରେ ଦେଖିବୁ ମୁଁ ତାକୁ ଧରୁଛି କେମିତି। ରିଙ୍କୁ ତା ପରଦିନ ଦେଖା କରିବାକୁ ଗଲାବେଳେ ସେ ଝିଅର ଚୁଟିରେ ଗୋଟିଏ କାଠି ବାନ୍ଧିଦେଲା। ଆଉ ସକାଳୁ ସକାଳୁ ସେ ତାନ୍ତ୍ରିକ ଓ ଅନ୍ୟ ଲୋକମାନେ ସମସ୍ତେ ଏକାଠି ସେ ପୋଖରୀ କୂଳକୁ ଗଲେ ଆଉ ଦେଖିଲେ କି ରିଙ୍କୁ ବାନ୍ଧିଥିବା କାଠିଟି ସେ ପୋଖରୀ ମଝିରେ ଭାସୁଛି। ତାନ୍ତ୍ରିକ ଜଣକ ସେ ପାଣି ଭିତରକୁ ପଶିଗଲେ ଓ ଦେଖିଲେ କି ସେ ପିଶାଚିନୀଟି ସେ ପାଣି ମଝିରେ ଘର କରି ରହିଛି ଓ ପିଶାଚିନୀକୁ ତାନ୍ତ୍ରିକ ଜଣକ କହିଲେ, କହ ମୋତେ, ତୁ କାହିଁକି ରିଙ୍କୁ ପଛରେ ପଡ଼ିଛୁ? ନହେଲେ ମୁଁ ତତେ ଭସ୍ମ କରିଦେବି। ତାପରେ ପିଶାଚିନୀଟି କାନ୍ଦିବାକୁ ଲାଗିଲା। ବହୁତ ବର୍ଷ ତଳର କଥା। ଏ ଗାଁର ଲୋକମାନେ କିଛି ଜଣ
ହଉ ମୁଁ ତତେ ଏବେ ମୁକ୍ତି ଦେଇ ଦଉଛି। ତୁ ଆଉ କୁଆଁରୀ ପିଶାଚିନୀ ହୋଇ ଘୁରି ବୁଲିବୁନି। ତୁ ଏବେ ଭଗବାନଙ୍କ ପାଖକୁ ଚାଲିଯିବୁ। ତାପରେ ତାନ୍ତ୍ରିକ ଜଣକ ସେ କୁଆଁରୀ ପିଶାଚିନୀକୁ ମୁକ୍ତି ଦେଇଦେଲେ ଓ କୁଆଁରୀ ପିଶାଚିନୀ ଭଗବାନଙ୍କ ପାଖକୁ ଚାଲିଗଲା। ସେଇଦିନ ଠାରୁ ରିଙ୍କୁ ଓ ସେ ଗାଁର ଲୋକମାନେ ପୂର୍ବ ଭଳି ପୁଣି ଖୁସିବାସିରେ ରହିବାକୁ ଲାଗିଲେ। ଆମର ଏଇ ଭିଡ଼ିଓଟି ଭଲ ଲାଗିଛି ତାହେଲେ ଆପଣମାନେ ମୋ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଆଉ ସବସ୍କ୍ରାଇବ୍ କରିନିଅନ୍ତୁ। ଆଉ ପାଖରେ ଆସୁଥିବା ବେଲ୍ ଆଇକନରେ ପ୍ରେସ୍ କରନ୍ତୁ, ଯେମିତିକି ଆପଣଙ୍କ ପାଖରେ ମୋର ସବୁ ଭିଡ଼ିଓ